हाँ, ଦେଖନ୍ତୁ ଦେଖନ୍ତୁ ଏ ପୋଖରୀରେ କେତେ ମାଛ ଅଛି। ଆଉ ମାଛ ଧରିବା ପାଇଁ 3 ଜଣ ଅଛନ୍ତି, ଯାହାକୁ କେଉଟ କହୁଛନ୍ତି, ମାଛ ଧରାଳି। ସେମାନେ ଲାଗି ପଡ଼ିଛନ୍ତି ଏଇ ପୋଖରୀରୁ ମାଛ ଧରିବାକୁ, କିନ୍ତୁ ସିଏ ବୁଡ଼ି ଯାଉଛନ୍ତି ପଙ୍କରେ। ଆଉ ମାଛ ତ ଧରିବା ଦୂରର କଥା। ଦେଖନ୍ତୁ ତାଙ୍କର ଦୃଶ୍ୟ ଦେଖନ୍ତୁ, 3 ଜଣ ଲୋକ ଆକ୍ରାନ୍ତ ହୋଇଗଲେଣି, କିନ୍ତୁ ମାଛ ଧରି ପାରୁନାହାନ୍ତି। ଅଛନ୍ତି ମାଛ, କିନ୍ତୁ ପଙ୍କରେ ପଶିଗଲେ। ଆଜ୍ଞା ଦେଖୁଛନ୍ତି କେଡ଼େ ବଡ଼ ପୋଖରୀ। ଇଏ ହେଉଛି ଆମର ଭୁବନେଶ୍ୱର ନିକଟସ୍ଥ ଦୁଲାଦେଇ ମନ୍ଦିର। ଏଇ ଦୁଲାଦେଇ ମନ୍ଦିରରେ ମାଛ ପ୍ରବଳ ମାତ୍ରାରେ ଏଠି ଅଛନ୍ତି, କିନ୍ତୁ ଧରି ପାରୁନାହାନ୍ତି। କେଡ଼େ ବଡ଼ ପୋଖରୀ ଦେଖନ୍ତୁ, ଦେଖନ୍ତୁ ଆଜ୍ଞା କେଡ଼େ ବଡ଼ ପୋଖରୀ। ଏଇ ପୋଖରୀରେ ଏଇସବୁ ମାଛ ଧରାଳି ଧରୁଛନ୍ତି। ଉପରେ ପମ୍ପ ଲାଗିଛି, ବହୁତ ଲୋକ ଉପରେ ଅପେକ୍ଷା କରିଛନ୍ତି ମାଛ କିଣିକି ନେବା ପାଇଁ। 2 କୁଇଣ୍ଟାଲ ପୋଖରୀରୁ ମାଛ ମିଳିଛି। ଏଡ଼ିକିଟେ ଛୋଟ ପୋଖରୀ, 2 କୁଇଣ୍ଟାଲ ମାଛ ମିଳିଛି। ସମସ୍ତେ ଶୁଣିକି ଆଶ୍ଚର୍ଯ୍ୟ ହେଉଛନ୍ତି, ଏ ପୋଖରୀ ଏତେ ମାଛ ଥିଲା କି। ମୁଁ ଟିକେ ରୋଡ଼ ଏପଟେ ଅଛି ତ, ସେଥିପାଇଁ ମାଛ ଗୁଡ଼ା ଆପଣଙ୍କୁ ଦେଖାଇ ପାରୁନି। ଆଉ ମୁଁ ପାଖକୁ ଯାଉଛି ଆପଣଙ୍କୁ ମାଛ ଦେଖିବା ପାଇଁ। ପାଚେରୀଟା ଏପଟ ସାଇଡ଼ରେ ଅଛି ତ, ବହୁତ ବଡ଼ ବଡ଼ ମାଛ ଅଛନ୍ତି। ଦେଖିପାରୁଛନ୍ତି ଆଜ୍ଞା? ଦେଖନ୍ତୁ, ଇଏ ହେଉଛି ଭୁବନେଶ୍ୱର ନିକଟସ୍ଥ ବାଳଘାଟିର ଦୁଲାଦେଇ ମନ୍ଦିର ପାଖରେ। ହଉ ଭାଇ, ମୁଁ ଯାଉଛି ମାଛ ଦୋକାନ ପାଖକୁ, ସେଠି ମୁଁ ଦେଖେଇବି।